ମାନଙ୍କର ଦୂତ ଅଟେ। ମତେ ଭଗବାନ ଏଠାକାର ରାଜା ହେବାକୁ ପଠାଇଛନ୍ତି ଓ ଜଙ୍ଗଲର ପଶୁମାନଙ୍କୁ ଭଲ ବାଟ ଦେଖାଇବାକୁ ପଠାଇଛନ୍ତି। ବିଲୁଆର କଥାକୁ ସବୁ ପଶୁମାନେ ସତ ଭାବିଲେ, କାରଣ ସେ ୟା ପୂର୍ବରୁ କେବେ ବି ଏମିତି ପଶୁ ଦେଖି ନଥିଲେ। ତ ସମସ୍ତେ ଭାବିଲେ ହଁ, କଥାରେ ରାଜି ହୋଇଗଲେ ଆଉ ତାକୁ ଜଙ୍ଗଲର ରାଜା କରାଇଲେ। ରାଜା ହେବା ପରେ ସେ ସିଂହକୁ ମନ୍ତ୍ରୀ, ବାଘକୁ ସେନାପତି ଆଉ ହାତୀ ପିଠିରେ ବସି ସାରା ଜଙ୍ଗଲ ବୁଲିଲା ଆଉ ସମସ୍ତଙ୍କୁ ତା ପାଇଁ ଭଲ ଭଲ ଶିକାର କରି ଆଣି ତାକୁ ଖାଇବାକୁ ଦେବାକୁ କହିଲା। ଏମିତି ସେ ବସେ ଉଠି ଖାଇଲା, ତାର ଆରାମରେ ଦିନ କଟିବାକୁ ଲାଗିଲା। କିନ୍ତୁ ବିଲୁଆ ଅନ୍ୟ ବିଲୁଆ ମାନଙ୍କୁ ନିଜ ପାଖକୁ ଆସିବାକୁ ମନା କରିଦେଇଥାଏ। ସବୁ ପଶୁପକ୍ଷୀ ମାନଙ୍କୁ ଆଦେଶ ଦେଇଥାଏ ବିଲୁଆ ମାନଙ୍କୁ ମୋ ପାଖକୁ ଆସିବାକୁ ଦେବ ନାହିଁ। ଏମିତି ଆଦେଶ ଶୁଣି ବିଲୁଆ ମାନେ ମଧ୍ୟ ରାଗି ଯାଇଥାନ୍ତି ଆଉ ସେମାନଙ୍କର ମଧ୍ୟ ନୀଳ ବିଲୁଆ ଉପରେ ସନ୍ଦେହ ହେଉଥାଏ। ଗୋଟିଏ ଦିନ ରାତିରେ ସେମାନେ ବିଲୁଆ ରହୁଥିବା ଗୁମ୍ଫାର ପାଖରେ ଏକ ସ୍ୱରରେ ଏକଜୁଟ ହୋଇ ଦ୍ୱିତୀୟ ସ୍ୱରରେ ଭୁକିବାକୁ ଲାଗିଲେ। ଏହା ଶୁଣି ନୀଳ ବିଲୁଆ ନିଜକୁ ଅଟକାଇ ରଖିପାରିଲା ନାହିଁ। ସେ ମଧ୍ୟ ବିଲୁଆ ମାନଙ୍କ ସହିତ ଭୁକିବାକୁ ଲାଗିଲା। ଏମିତି ବିଲୁଆର ଭୁକିବା ଦେଖି ଜଙ୍ଗଲର ସବୁ ପଶୁପକ୍ଷୀ ମାନେ ଆଶ୍ଚର୍ଯ୍ୟ ହୋଇଗଲେ ଆଉ ସେମାନଙ୍କୁ ବୁଝିବାକୁ ଡେରି ରହିଲା ନାହିଁ ଯେ ଇଏ ଗୋଟିଏ ବିଲୁଆ। ଆଉ ସମସ୍ତେ ତା ଉପରେ ରାଗିଗଲେ, କାରଣ ସେ ସମସ୍ତଙ୍କୁ ମିଛ କଥା କହି ସେମାନଙ୍କୁ ନିଜର ସେବାରେ ଲଗାଇଥିଲା। ଏହା ଦେଖି ସବୁ ପଶୁପକ୍ଷୀ ଏକାଠି ହୋଇ ବିଲୁଆକୁ ଆକ୍ରମଣ କରିବାକୁ ଲାଗିଲେ। ସବୁ ପଶୁପକ୍ଷୀ ମାନଙ୍କୁ ଏକା ସାଙ୍ଗରେ ଦେଖି ବିଲୁଆଟି ଦୌଡ଼ି ପଳାଇ ଯିବାକୁ ବାହାରିଥାଏ। ଏତିକି ବେଳେ ସିଂହ ତା ଉପରକୁ